ସାଙ୍ଗମାନେ ଶୀତୁଆ ଆଉ କାକର ଭିଜା ସକାଳରୁ ଆପଣମାନଙ୍କୁ ପ୍ରୀତିଭରା ଶୁଭେଚ୍ଛା। ସକାଳୁ ସକାଳୁ ଟିକେ ଇଚ୍ଛା ହେଲା ଆପଣଙ୍କ ସହିତ ଟିକେ ଭାବର ଆଦାନ ପ୍ରଦାନ କରିବା ପାଇଁ। ତେଣୁ ମୁଁ ବସି ପଡ଼ିଲି ଆପଣଙ୍କର କ୍ୟାମେରା ଆଗରେ। ସକାଳ ଏତେ ଥଣ୍ଡା ପଡୁଛି ସାଙ୍ଗମାନେ, କାଲି ତ ବଡ଼ଦିନ ଥିଲା, ଆପଣମାନେ କୁଆଡ଼େ ବୁଲାବୁଲି କରିବାକୁ ଯାଇଥିବେ। ଆଉ ଆଜି ଦେଖନ୍ତୁ କେତେ କୁହୁଡ଼ି, ଗୋଟେ ରାସ୍ତାଘାଟ ଦେଖାଯାଉନି। ଆମର ତ କଟକରେ ବର୍ତ୍ତମାନ ଏଇଭଳିଆ ଅବସ୍ଥା ଅଛି। ଆଉ ଆପଣମାନେ ସାଙ୍ଗମାନେ ଯୋଉମାନେ ବାହାରକୁ ଯାଉଛନ୍ତି, ବାଇକ୍ ଚଲେଇ ଯାଉଛନ୍ତି କିମ୍ବା କାର ନେଇକି ଯାଉଛନ୍ତି କିମ୍ବା ଆଉ କୋଉଥିରେ ମାନେ ଯାଉଛନ୍ତି, ତେଣୁ ଚାଲିକି ମଧ୍ୟ ଯାଉଛନ୍ତି, ହୁସିଆରେ ଯାଆନ୍ତୁ, କାହିଁକିନା ଗାଡ଼ି ମାନଙ୍କୁ ଆଗରୁ ସ୍ପଷ୍ଟ ଦେଖାଯାଏନି ଆଉ ଦୁର୍ଘଟଣା ହେବାର ସମ୍ଭାବନା ବହୁତ ଅଛି। ତେଣୁ ଆପଣମାନେ ଟିକେ ଜଗି ରଖିକି ଯାଆନ୍ତୁ, କାହିଁକିନା କୁହୁଡ଼ି ଫୋରକାଷ୍ଟ କରିଛି ନ୍ୟୁଜରେ ଯେ 4-5 ଦିନ କୁହୁଡ଼ି ଲାଗିକି ରହିବ। ଆପଣମାନେ ଯେତେବେଳେ ବି ଯାଉଛନ୍ତି କୁହୁଡ଼ି ବହୁତ ସମୟ ପର୍ଯ୍ୟନ୍ତ ଲାଗିକି ରହୁଛି, କୁହୁଡ଼ି ଛାଡୁନି। ତେଣୁ ଆପଣମାନେ ବହୁତ ହୁସିଆରରେ ଯାଆନ୍ତୁ। ସାଙ୍ଗମାନେ ଗୋଟେ କଥା ହଉଛି, ସକାଳୁ କାହିଁକି କହିଲି କି, ମୁଁ ବସି ଚା ଟିକେ ପିଇ ଦେଇକି ଘରେ ବସିଥିଲି, ମନେ ପଡ଼ିଗଲା ଯେ ଆଜିକାଲି ଯୁବ ସମାଜକୁ କିଛି କହିବି, ମାନେ ଯୋଉମାନେ ଯୁବପିଢ଼ିର ପିଲାମାନେ ଯୋଉମାନେ ବର୍ତ୍ତମାନ ଗ୍ରୋନ୍ ଅପ୍ ଷ୍ଟେଜରେ ଅଛନ୍ତି, ସେମାନେ ସେ ଟିଭିଟା ଦେଖୁଛନ୍ତି, ଡିଜିଟାଲ ମିଡ଼ିଆରେ ଟିଭି ଦେଖୁଛନ୍ତି, ନ୍ୟୁଜ ଦେଖୁଛନ୍ତି, ଠିକ ଅଛି, କିନ୍ତୁ ଟିକେ ଟିକେ ନ୍ୟୁଜ ପେପର ପଢ଼ନ୍ତୁ। ନ୍ୟୁଜ ପେପର ପଢ଼ିଲେ ତାର ମାନେ ଯୋଉଟା ପଢ଼ିବାର ଅଭ୍ୟାସ ରହିବ। ଆପଣମାନେ ତ ଏମିତି ଦେଖି ଦଉଛନ୍ତି, ଶୁଣି ଦଉଛନ୍ତି, ପଢ଼ି ଦଉଛନ୍ତି, ଜଣେ ନ୍ୟୁଜ ତାକୁ ଆପଣ ଶୁଣି ଦଉଛନ୍ତି, କିନ୍ତୁ ଭିତରେ ରହିବନି ଜିନିଷଟା। ପଢ଼ିଲେ ଆପଣଙ୍କର ଜ୍ଞାନ ବଢ଼ିବ, ବିଭିନ୍ନ ପ୍ରକାର ନ୍ୟୁଜକୁ ଡିଟେଲ ଆପଣ ପାଇବେ। ତ ଆଜି ପର୍ଯ୍ୟନ୍ତ ମୁଁ ଅଭ୍ୟାସ ରଖିଛି ସେଇ ନ୍ୟୁଜ ପେପର କିଣିକିରି ପଢ଼ିବା ପାଇଁ। ତେଣୁ ସାଙ୍ଗମାନେ ଏବେ ଯୋଉ ଯୁଗ ଚାଲିଛି, ଗୋଟେ ଏଆଇ ର ଯୁଗ, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ। ଯୋଉଟା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କଣ ନା, ଆପଣଙ୍କର ମାନେ ଯାହା ଚାହିଁବେ ଆପଣ ସେଇଆ ହେଇପାରିବ। ମାନେ ଯେତେ ଯେତେ ଆପଣଙ୍କର ବଢୁଛି, ମାନେ ଆପଣ ସାଇନ୍ସ ଯେତେ ଆମର ଆଗୁଆ ହେଇଯାଉଛି, ସେତେ ବିପଦ ଆମ ପ୍ରତି ସୃଷ୍ଟି ହଉଛି। ମାନେ ଆପଣ ଗୋଟେ କଥା ଜାଣିକି ଆଶ୍ଚର୍ଯ୍ୟ ହେବେ, ଏଇ ଯୋଉ ନ୍ୟୁଜ ପେପର ମୁଁ ପଢ଼ିଲି, ଏଇ ପ୍ରମେୟ ନ୍ୟୁଜ ପେପର କାଲିରେ ଦେଇଥିଲା ଯେ ମଣିଷଠୁ ଅଧିକ ପାଣି ପିଉଛି ଏଆଇ। ମତେ ଗୋଟେ ଇଣ୍ଟରେଷ୍ଟ ହେଲା, ମୁଁ କହିଲି କଣ ଏଟା ଗୋଟେ ଇଣ୍ଟରେଷ୍ଟିଂ କଥା। ମୁଁ ତେଣୁ ପଢ଼ିଲି ସେ ନ୍ୟୁଜ ଟିକି, ଆପଣଙ୍କୁ ମଧ୍ୟ ମୁଁ ଜଣାଉଛି। ଆପଣମାନେ ଜାଣିଥିବେ, ତଥାପି ମୁଁ ଆପଣଙ୍କୁ ଜଣେଇବା ପାଇଁ କହୁଛି। ଏଆଇ ସିଷ୍ଟମ ଲାଗି ବର୍ଷକୁ ଅରବ ଲିଟର ପାଣି ଖର୍ଚ୍ଚ ହଉଛି, ବୁଝିଲେ। ଆଜି କିନ୍ତୁ ଆମର ଗୋଟେ ସେ ମାନେ ଅଙ୍ଗ ଭଳିଆ, ବର୍ତ୍ତମାନ ଏଆଇ ଗୋଟେ ଅଙ୍ଗ ଭଳିଆ ଚାଲିଛି। ତେଣୁ ଯୋଉ ଏଆଇ କୁ ଆମେ ସ୍ମାର୍ଟ ଆଉ ଦ୍ରୁତ ଭବିଷ୍ୟତ ବୋଲି କହୁଛୁ, ତାହା ଚୁପଚାପ ପୃଥିବୀରୁ ପାଣି ଶୋଷି ନଉଛି। ତାହା ଏତେ ମାତ୍ରାରେ ଯେ ଏବେ ସତର୍କ ଘଣ୍ଟି ବାଜିବା ଆରମ୍ଭ ହେଇଗଲାଣି। ଏଆଇକି କେମିତି ରୋକାଯିବ ଏବଂ ଏହାର ବିକଳ୍ପ କଣ, ତାକୁ ନେଇ ନିରନ୍ତର ବିତର୍କ ଚାଲିଛି। ମାନେ ମୁଁ କହୁନି, ନ୍ୟୁଜରେ ଯାହା ବାହାରିଛି, ମୁଁ ଏଇଟା ଆପଣଙ୍କୁ ପଢ଼ିକିରି କହୁଛି। ଏବେ ଗୋଟେ ଅଧ୍ୟୟନରୁ ଜଣା ପଡିଛି, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ସିଷ୍ଟମର ପାଣି ଖର୍ଚ୍ଚ ସମଗ୍ର ବିଶ୍ୱରେ ବର୍ଷକୁ ଯେତିକି ବୋତଲ ପାଣି ଖର୍ଚ୍ଚ ହଉଛି, ତାଠୁ ମଧ୍ୟ ଅଧିକ। ମାନେ ପୃଥିବୀରେ ଯେତେ ବୋତଲ ପାଣି ଯୋଉମାନେ ପିଉଛନ୍ତି, ଯାହା କରୁଛନ୍ତି, ସେଠି ଅଧିକା। ଏଆଇ କୌଣସି ଯାଦୁ ନୁହେଁ, ଏହା ପଛରେ ବଡ ବଡ ଡାଟା ସେଣ୍ଟର ରହିଛି। ଡାଟା ସେଣ୍ଟରରେ ହଜାର ହଜାର ସର୍ଭର ଦିନ ରାତି ଚାଲୁଛି। ଏହି ସର୍ଭରର କାମ କରିବା ବେଳେ ଏମାନେ ଉତ୍ତପ୍ତ ହେଇଯାନ୍ତି ଏବଂ ଉତ୍ତାପ ନିୟନ୍ତ୍ରଣ ଲାଗି ପାଣି ବ୍ୟବହାର ହୁଏ। ଯେତେବେଳେ ସିଷ୍ଟମ ଟା ଚାଲେ, ସେତେବେଳେ କୁଆଡେ ବହୁତ ଗରମ ହେଇଯାଏ, ହିଟ୍ ହେଇଯାଏ। ହିଟ୍ ହେଇଗଲେ ତାକୁ ପୁଣି ଥଣ୍ଡା କରିବା ଦରକାର, ତେଣୁ ପାଣି ସେଥିରେ ଢଳାଯାଏ। ଏଇ ପାଣି ପ୍ରକୃତରେ ଏଆଇ ଅସଲ ଇନ୍ଧନ। ସାଧାରଣ ୟୁଜର এই ବିଷୟରେ କେବେ ଜାଣନ୍ତି ନାହିଁ। ଭଲ ଇଣ୍ଟରେଷ୍ଟିଂ କଥାଟେ। ମାନେ ଅଧ୍ୟୟନ ଅନୁସାରେ 2025 ଶେଷ ସୁଦ୍ଧା ଏଆଇ ସହ ଜଡିତ ସିଷ୍ଟମ 300 ରୁ 700 ଆରବ ଲିଟର ପର୍ଯ୍ୟନ୍ତ ପାଣି ଖର୍ଚ୍ଚ କରିପାରନ୍ତି। ଯଦି ତୁଳନା କରାଯାଏ, ଏହି ମାତ୍ରା ସାରା ବିଶ୍ୱରେ ବିକ୍ରି ହେଉଥିବା ବୋତଲ ପାଣିଠୁ ମଧ୍ୟ ଅଧିକା। ଅର୍ଥାତ୍ ଯୋଉ ପାଣି କି ଲୋକ କିଣି ପିଉଛନ୍ତି, ତାଠାରୁ ଅଧିକ ପାଣି ଏଆଇ ମେସିନ ଚୁପଚାପ ପିଇ ଯାଉଛି। ମାମଲା କେବଳ ପାଣିରେ ସୀମିତ ନୁହେଁ, ଏଇ ଡାଟା ସେଣ୍ଟର ଗୁଡିକୁ ଚଳେଇବା ପାଇଁ ପ୍ରଚୁର ବିଜୁଳି ମଧ୍ୟ ଆବଶ୍ୟକ ହଉଛି। ମାନେ
ଆପଣଙ୍କର ବିଜୁଳି ଖର୍ଚ୍ଚ ମଧ୍ୟ ପ୍ରବଳ ହଉଛି। ଏହାର ଅର୍ଥ ଅତ୍ୟଧିକ ଅଙ୍ଗାରକ ନିର୍ଗମ ହଉଛି। ଅନୁମାନ ଯେ ଆଗାମୀ ଦିନରେ ଏଆଇ ଦ୍ୱାରା ସ୍ପଷ୍ଟ ଅଙ୍ଗାରକ ଅନେକ ବଡ ସହରର ବାର୍ଷିକ ପ୍ରଦୂଷଣ ସହ ସମାନ ହେଇପାରେ। ମାନେ ଏଇଟା ବି ପଲ୍ୟୁସନ ଯୋଉ ସୃଷ୍ଟି ହଉଛି, ଅଙ୍ଗାରକାମ୍ଳ ଯୋଉ ସୃଷ୍ଟି ହଉଛି, ଏଇଟା ଆପଣଙ୍କର ମାନେ ପ୍ରଦୂଷଣ ବି କ୍ଷତି। ଅନୁମାନ କରାଯାଉଛି ଆଗାମୀ ଦିନ ଗୁଡିକରେ ଏଆଇ ଦ୍ୱାରା ଯୋଉ ଅଙ୍ଗାରକ ସୃଷ୍ଟି ହଉଛି ଅନେକ ବଡ ସହରରେ ବାର୍ଷିକ ପ୍ରଦୂଷଣ ସହ ସମାନ ହେଇପାରେ। ମାନେ ଯୋଉ ଆନୁଆଲି ଯୋଉ ଆପଣଙ୍କର ହଉଛି ସେଇଟା ବି ତ ଯୋଉ ପ୍ରଦୂଷଣ ହଉଛି ହେଇପାରେ, କିନ୍ତୁ ଏଇ ବିଷୟରେ କେବେ ଖୋଲା ଆଲୋଚନା ହେଇନି। କାରଣ ଅଧିକାଂଶ ବଡ ଟେକ୍ କମ୍ପାନୀ ନିଜ ଡାଟା ସେଣ୍ଟର ଗୁଡିକର ଅସଲ ପାଣି ଓ ବିଜୁଳି ଖର୍ଚ୍ଚ ସେମାନେ ସାର୍ବଜନୀନ କରୁନାହାନ୍ତି। ଏହାକୁ ପଚାରି ଯାଉଥିବା ପ୍ରଶ୍ନ ଛୋଟ ହେଇପାରେ, କିନ୍ତୁ ଏହାର ପ୍ରଭାବ ବଡ। କୋଟି କୋଟି ଲୋକ ପ୍ରତ୍ୟହ ଏଆଇ ଟୁଲର ଉପଯୋଗ କଲେ ପାଣିର ଖର୍ଚ୍ଚ ଆରବ ଲିଟରରେ ପହଞ୍ଚି ଯାଉଛି। ସେଥିପାଇଁ ବିଶେଷଜ୍ଞ ମାନେ ଏବେ ଚେତାବନୀ ଦଉଛନ୍ତି, ଯଦି କୌଣସି ଯୋଜନା ବିନା ଏଆଇରେ ଏଇ ବେଗ ଜାରି ରହିବ ତେବେ ଜଳାଭାବ ଆହୁରି ଘନେଇବ। ସାଙ୍ଗମାନେ ସତରେ ଏଇଟା ଗୋଟେ ଇଣ୍ଟରେଷ୍ଟିଂ ନ୍ୟୁଜ, ତେଣୁ ମୁଁ ଆପଣଙ୍କୁ ସେଥିପାଇଁ ଏଇଟା ଜଣେଇଲି, ମାନେ ଆପଣମାନଙ୍କୁ ଜାଣିବା ପାଇଁ। ରହୁଛି, ପୁଣି ପରବର୍ତ୍ତୀ ଅଧ୍ୟାୟରେ ଆପଣଙ୍କ ସହିତ ଦେଖାହବ। ଯଦି ଭିଡିଓଟି ଆପଣଙ୍କୁ ଭଲ ଲାଗେ ଲାଇକ୍ ସେୟାର କମେଣ୍ଟ କରିବେ, ସବସ୍କ୍ରାଇବ କରିବାକୁ ଜମା ଭୁଲିବେନି। ନମସ୍କାର, ଜୟ ଜଗନ୍ନାଥ।